ନମସ୍କାର ଜୟ ଜଗନ୍ନାଥ। ମୁଁ ଭଦ୍ରକରୁ ଜୀବନ। ତ ନିଶ୍ଚିତ ଆଜି ଆଉ ଗୋଟିଏ ବାର୍ତ୍ତା ଆପଣମାନଙ୍କ ସାମ୍ନାରେ ସମସ୍ତ ଏମ୍ପ୍ଲୟର ସମସ୍ତ ୱାର୍କର ଭାଇମାନଙ୍କ ପାଇଁ। ତ ଜାଣିବା ୟୁନିୟନ କ'ଣ? ୟୁନିୟନ ଯେତେବେଳେ ସମସ୍ତ କର୍ମଚାରୀ ବା ୱାର୍କର ଶ୍ରମିକ ଶ୍ରେଣୀରେ ସମସ୍ତେ ଏକତ୍ରିତ ହୋଇଯାଆନ୍ତି, ଗୋଟେ ଜାଗାରେ ରୁଣ୍ଡୀଭୂତ ହୋଇଯାଆନ୍ତି, ସେଇମାନଙ୍କୁ ତାହାକୁ କୁହାଯାଏ ୟୁନିୟନ। ତେଣୁ ଆମେ ତ ବୁଝିଲେ ୟୁନିୟନ କ'ଣ, ତା ପରେ ଆମେ ବୁଝିବା ଗୋଟେ ଟ୍ରେଡ ୟୁନିୟନ। ଟ୍ରେଡ ୟୁନିୟନ କ'ଣ? ଟ୍ରେଡ ୟୁନିୟନ ମତଲବ ତ ଟ୍ରେଡକୁ କେତେ ଭାଗରେ ବିଭକ୍ତ କରାଯାଇଛି। ତ ଗୋଟିଏ ବିଭାଗର ଗୋଟିଏ ଟ୍ରେଡର ଯଦି ସମସ୍ତ କର୍ମଚାରୀ ଏକତ୍ରିତ ହେଉଛନ୍ତି, ରୁଣ୍ଡୀଭୂତ ହେଉଛନ୍ତି, ତାଙ୍କୁ ଟ୍ରେଡ ୟୁନିୟନ କୁହାଯାଏ। ତ ଟ୍ରେଡ ୟୁନିୟନ କ'ଣ ତାହା ବି ମଧ୍ୟ ଆପଣମାନେ ବୁଝିଲେ। ତ ୟୁନିୟନ କାହାକୁ କୁହାଯାଏ, ଟ୍ରେଡ ୟୁନିୟନ କାହାକୁ କୁହାଯାଏ? ଯେତେବେଳେ ସମସ୍ତ କର୍ମଚାରୀ ଏକ ହେଇଯାଆନ୍ତି ବା ସମସ୍ତେ ଏକଜୁଟ ହୁଅନ୍ତି, ସେତେବେଳେ ସମସ୍ତ କର୍ମଚାରୀ ତାଙ୍କୁ ୟୁନିୟନ ବା ସଂଘ କୁହାଯାଏ। ଟ୍ରେଡ ୟୁନିୟନ ଯେତିକି ଗୋଟିଏ ବିଭାଗୀୟ ସମ୍ପର୍କୀୟ ଲୋକ ସମସ୍ତେ ଏକ ହେଇଯାଆନ୍ତି, କର୍ମଚାରୀ ଏକ ହେଇଯାଆନ୍ତି, ତାକୁ ଟ୍ରେଡ ୟୁନିୟନ କୁହାଯାଏ। ଏଇ ଟ୍ରେଡ ୟୁନିୟନ ଆପଣମାନେ ବୁଝନ୍ତୁ, ଏ ଟ୍ରେଡ ୟୁନିୟନ କେବଳ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ। ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥାଏ ବା ଶ୍ରମିକମାନଙ୍କ ପାଇଁ କାମ କରେ ଏଇ ଟ୍ରେଡ ୟୁନିୟନ। ତ ଏଇ ଟ୍ରେଡ ୟୁନିୟନ କ'ଣ କାମ କରେ ଶ୍ରମିକମାନଙ୍କ ପାଇଁ? ନା, ଶ୍ରମିକମାନଙ୍କ ପାଇଁ ଏଇଆ କାମ କରେ, ଯେତେବେଳେ ସମସ୍ତେ କାମ କରନ୍ତି, ଏମ୍ପ୍ଲୟର୍ସ ମାନେ ୱାର୍କରମାନଙ୍କୁ କାମ କରାନ୍ତି, ଖଟାନ୍ତି। ଗୋଟେ ଦିନରେ ଆଜ୍ଞା 12 ଘଣ୍ଟା 16 ଘଣ୍ଟା 18 ଘଣ୍ଟା ଏମିତି କାର୍ଯ୍ୟ କରିବା ପାଇଁ ପଡ଼ିଥାଏ। ତାଙ୍କୁ ଉଚିତ ପାରିଶ୍ରମିକ ମିଳେ ନାହିଁ, ପାରିଶ୍ରମିକ ଠାରୁ କମ୍ ପାରିଶ୍ରମିକ ପ୍ରଦାନ କରନ୍ତି, ଆଉ ଟର୍ଚର ମଧ୍ୟ କରନ୍ତି। ଆଉ କର୍ମଚାରୀମାନଙ୍କୁ ଖାଇବା ପିଇବାର ସୁବିଧା, ଯିବା ଆସିବାର ସୁବିଧା, ତାଙ୍କର କାର୍ଯ୍ୟର ଦକ୍ଷତାକୁ ନେଇକି ପରମାନେଣ୍ଟ। କାରଣ ଆପଣ ଟେମ୍ପରାରୀ ଗୋଟେ କମ୍ପାନୀରେ କାମ କରୁଛନ୍ତି, 6 ମାସ କାର୍ଯ୍ୟ କଲା ପରେ ଆପଣଙ୍କୁ ବାହାର କରିଦେଉଛନ୍ତି। ନା, ସେମିତି ଆଜ୍ଞା କରାଯାଇପାରିବ ନାହିଁ। ତା ପାଇଁ ମଧ୍ୟ ଆଇନ ଅଛି। ତ ସେଥିପାଇଁ ଟ୍ରେଡ ୟୁନିୟନ କାମ କରେ। ତେଣୁ ସମସ୍ତ କର୍ମଚାରୀଙ୍କର ସୁମଙ୍ଗଳ ପାଇଁ ଟ୍ରେଡ ୟୁନିୟନ କାର୍ଯ୍ୟ କରିଥାଏ। ତ ମୁଁ ଆପଣମାନଙ୍କୁ କହି ରଖୁଛି ଯେ କି ଟ୍ରେଡ ୟୁନିୟନ 1926 ମସିହାରେ ଆଇନ ଲାଗୁ ହୋଇଥିଲା ଏବଂ ଟ୍ରେଡ ୟୁନିୟନ ଗଠନ କରାଯାଇଥିଲା। କିନ୍ତୁ ଟ୍ରେଡ ୟୁନିୟନର ଯେଉଁମାନେ ସମ୍ପୃକ୍ତ ରୁହନ୍ତି, ଯେଉଁ କର୍ମଚାରୀମାନେ ଜଡ଼ିତ ହୋଇକି ରୁହନ୍ତି, ସେମାନେ ନିଶ୍ଚିତ ଫଳପ୍ରଦ ପାଆନ୍ତି ଆଉ ସେମାନଙ୍କ ପାଇଁ ଜଣେ ହିଁ କାର୍ଯ୍ୟ କରିଥାଏ। ଟ୍ରେଡ ୟୁନିୟନ କାର୍ଯ୍ୟ କରିଥାଏ ସେମାନଙ୍କର କେମିତି ପାରିଶ୍ରମିକ ପାଇବେ, କେମିତି ଆଇନ ଅନୁସାରେ ନିର୍ଦ୍ଧାରିତ ସମୟ ଅନୁସାରେ କାର୍ଯ୍ୟ କରିବେ। ଯଦି କୌଣସି କାରଣବଶତଃ ସେମାନେ ଅଧିକ କାର୍ଯ୍ୟ କରୁଛନ୍ତି, ଅଧିକ ପାରିଶ୍ରମିକ ପାଇବେ ଏବଂ ତା'ର ୱିକଲି ଛୁଟି ମଧ୍ୟ ପାଇବେ। ଶରୀର ଅସୁସ୍ଥ ଥିଲେ ଯେଉଁ ଲିଭ୍ ତାହାକୁ ମଧ୍ୟ ପାଇବେ। ତେଣୁ ଏମିତି ସବୁ ବିଭିନ୍ନ ସମସ୍ୟାକୁ ସରକାରଙ୍କ ସାମ୍ନାକୁ ଆଣିବା ପାଇଁ ଟ୍ରେଡ ୟୁନିୟନ ଗଠନ କରାଯାଏ। ଏଇଟା କେବଳ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ କରାଯାଏ। କିନ୍ତୁ ତା ଭିତରେ ମଧ୍ୟ ଆହୁରି ଅନେକ ଗୁଡ଼ିଏ କଥା ରହିଛି, ଯେଉଁଟାକି ଟ୍ରେଡ ୟୁନିୟନକୁ ମଧ୍ୟ କେତେ ଭାଗରେ ବିଭକ୍ତ କରିଦିଆଯାଇଛି। ତେଣୁ ଆମେ ନିଶ୍ଚିତ ଆଗାମୀ ସମୟରେ ଜାଣିବା ଟ୍ରେଡ ୟୁନିୟନ କେତେ ଭାଗରେ ବିଭକ୍ତ କରାଯାଇଛି, କେଉଁ ବିଭାଗକୁ କେଉଁ ବିଭାଗରେ ନିଆଯାଇଛି। ତେଣୁ ବର୍ତ୍ତମାନ କଥା ହେଉଛି ଆମେ ସମସ୍ତେ ଯେଉଁ ଶ୍ରମିକ ଶ୍ରେଣୀର ଲୋକମାନେ ଅଛନ୍ତି, ତ ଟ୍ରେଡ ୟୁନିୟନରେ ଜଡ଼ିତ ରହିବା। କାରଣ ନିଜସ୍ୱ ସୁବିଧା, ନିଜର ଲକ୍ଷ୍ୟ, ମୌଳିକ ଅଧିକାର ପାଇବା ପାଇଁ ଆମକୁ ଗୋଟେ ୟୁନିୟନର ଆବଶ୍ୟକତା ଅଛି। ତାହା ପୁଣି ଟ୍ରେଡ ୟୁନିୟନ। ନିଶ୍ଚିତ ଆଗାମୀ ଦିନରେ ପରବର୍ତ୍ତୀ ସମୟରେ ଆମେ ଦେଖିବା ଟ୍ରେଡ ୟୁନିୟନକୁ କେତେ ଭାଗରେ ବିଭକ୍ତ କରାଯାଇଛି। ନମସ୍କାର, ଜୟ ଜଗନ୍ନାଥ।